ଜାଣିବାକୁ ଚାହୁଁଛନ୍ତି କି ବର୍ତ୍ତମାନ ଆମର ଏଇ ଯେଉଁ ସମର ସିଜନ୍ ଆସିଛି ଏମିତି କେଉଁ ଜିନିଷ ଅଛି ଯେଉଁଟାକି ଟେଷ୍ଟ ଥବ ଆମ ବଡ଼ିକି ଡିହାଇଡ୍ରେସନରୁ ବି ରକ୍ଷା କରିବ? ଜାଣିଛନ୍ତି କ'ଣ? ଆଉ ଯଦି ଜାଣିନାହାନ୍ତି ତାହେଲେ ଜାଣନ୍ତୁ। ଆପଣ ନିହାତି ଜାଣିଛନ୍ତି କିନ୍ତୁ ଆଉ ଟିକେ ଜାଣନ୍ତୁ। ସେଇଟା ହେଉଛି ଦହି, ଯେଉଁଟାକି ଆମର ମାର୍କେଟ ଅପେକ୍ଷା ଯଦି ଆପଣ ଘରେ ତାକୁ ବନେଇକି ଖାଉଛନ୍ତି ସେଇଟା ତ ଆପଣଙ୍କ ହେଲ୍ଥ ପାଇଁ ବହୁତ ବଡ଼ ବେନିଫିଟ୍, ଯେଉଁଟାକି ଆମର ଇମ୍ୟୁନିଟିକି ବୁଷ୍ଟ କରାଏ। ତା ସାଙ୍ଗେ ସେଥିରେ ଆମର ପ୍ରୋଟିନ୍ ଅଛି, କ୍ୟାଲସିୟମ୍ ଅଛି, ତା ସାଙ୍ଗେ ଆମର ପ୍ରୋବାୟୋଟିକ୍ ଅଛି, ଯେଉଁଟାକି ଆମର ଯେଉଁଟା ହଜମ ଶକ୍ତିକି ସେଇଟାକୁ ଆମର ବହୁତ ବଢ଼ିଆ ଭାବରେ ସେଇଟା କାମ କରାଏ। ତା ସାଙ୍ଗରେ ଆମର ମୋସନ୍ କ୍ଲିୟର କରାଏ। ତା ସାଙ୍ଗେ ଲୋକଙ୍କର ଧାରଣା ଅଛି ଦହି ଖାଇଲେ ଆମକୁ ଥଣ୍ଡା ହୁଏ ବା ସର୍ଦ୍ଦି ହୁଏ, କିନ୍ତୁ ସେମିତି କିଛି ବି ନାହିଁ। ଦହି ଆପଣ ବଡ଼ି ହିସାବରେ ଲିମିଟେଡ଼ ହିସାବରେ ଯଦି ୟୁଜ୍ କରୁଛନ୍ତି ଆପଣଙ୍କ ପାଇଁ ବହୁତ ସାରା ବେନିଫିଟ୍। ଚିନିରେ ସରବତ କରିକି ନ ଖାଇକି ଯଦି ଆପଣ ତାକୁ ଛାଞ୍ଚ ହିସାବରେ ଖାଉଛନ୍ତି ସେଇଟା ଆପଣଙ୍କ ବଡ଼ି ପାଇଁ ବହୁତ ସାରା ବେନିଫିଟ୍, ଯେଉଁଟାକି ବଡ଼ି ତ ଡିହାଇଡ୍ରେସନ୍ ପ୍ରଥମ ହେବନି, ତା ସାଙ୍ଗରେ ଆପଣଙ୍କୁ ବହୁତ ସାରା ଜିନିଷ ବି ମିଳିଯିବ। ତା ଦେହରେ କିଛି ଗୁଡ୍ ଫ୍ୟାଟ୍ ବି ଅଛି ଯେଉଁଟାକି ଆପଣଙ୍କୁ ମିଳିଯିବ। ଏଇଭଳିଆ ଛୋଟ ଛୋଟ ଟିପ୍ସ ଯେଉଁଟାକି ଆପଣ ଘରେ ସେଇଟା ପୁଣି ୟୁଜ୍ କରୁଛନ୍ତି, ଏଇଟା ୟୁଜ୍ କରନ୍ତୁ। ଆପଣଙ୍କ ଆଖପାଖରେ ଅଛି, ଆପଣଙ୍କୁ ସହଜରେ ମିଳିଯିବ ସେଇଭଳିଆ ଜିନିଷ ଯେଉଁଟାକି କମ୍ ମୂଲ୍ୟରେ ମିଳୁଛି ଆପଣଙ୍କୁ। ଏସବୁ ଜିନିଷକୁ ୟୁଜ୍ କରନ୍ତୁ, ଆପଣ ନିହାତି ନିରୋଗୀ ରହିବେ।